ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବାହାରିଥିଲେ 6 ଜଣ। ଦେଖନ୍ତୁ କୁନି ଝିଅଟି କେମିତି କାନ୍ଦୁଛି। ଗାଡ଼ିଟି ହଠାତ୍ ଆକ୍ସିଡେଣ୍ଟ ହୋଇଗଲା ଆଉ 6 ଜଣ ଭିତରେ ଥିଲେ। ଆଉ ତାପରେ ଯାହା ହେଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବାହାରିଥିଲେ ବିହାରରୁ ପୁରୀ। ମଙ୍ଗଳପୁରରେ ହଠାତ୍ ଘଟିଲା ଏଭଳି ଘଟଣା। ତେବେ ତାଙ୍କ ସହିତ କ'ଣ ଘଟିଲା? ପ୍ରଭୁ ଜଗନ୍ନାଥଙ୍କୁ ଯଦି ପ୍ରକୃତରେ ଭଲ ପାଆନ୍ତି ଭିଡ଼ିଓ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। 14 ତାରିଖ ଦିନ ବିହାରରୁ ବାହାରିଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମନରେ ତାଙ୍କର ଭକ୍ତି ଏବଂ ବହୁତ ଭକ୍ତି ଥିଲା। କାହିଁକି ନା କେବେ ବି ଆସିନାହାନ୍ତି ଜଗନ୍ନାଥ ଧାମ। ତାଙ୍କ ଭିତରୁ 2 ଜଣ ଜଗନ୍ନାଥଙ୍କ ଧାମକୁ ଆସିଛନ୍ତି ଏବଂ ବୁଲି ମଧ୍ୟ ଯାଇଛନ୍ତି। ରହସ୍ୟ ମଧ୍ୟ କିଛି କହିଛନ୍ତି। କିନ୍ତୁ ଆଉ 4 ଜଣ ବେଶ ହସ ଖୁସିରେ ବୁଲିବାକୁ ଆସିଛନ୍ତି ପୁରୀ ଜଗନ୍ନାଥ ଧାମ। ଆଉ ଭଲରେ ପହଞ୍ଚିକି ଗୋଟେ ଗାଡ଼ି ମଧ୍ୟ କଲେ। ଗାଡ଼ିରେ ମଧ୍ୟ ବସିଛନ୍ତି କଳା ରଙ୍ଗର କାରରେ। ଆଉ ଏପଟେ ଦିନ ବେଳା ଭୋରୁ ବାହାରିଛନ୍ତି। କାହିଁକି ନା ଦିନ ବେଳା ଯଦି ଯିବେ 12ଟା 1 ବେଳେ ସେଇ ସମୟରେ ବହୁତ ଭିଡ଼ ହୋଇଯିବ। ଆଉ ଏପଟେ ଏମାନେ ଭାବିଥିଲେ ଭୋରୁ ବାହାରିଲେ ଆମେ ସକାଳ ଦର୍ଶନ କରିବା। ତା ସାଙ୍ଗକୁ ରହିଥିଲା ତାଙ୍କର ସମୁଦ୍ର କୂଳ ଏବଂ ଯାଇଥାନ୍ତେ କୋଣାର୍କ ବୁଲିବା ପାଇଁ। ଜଗତର ନାଥ ଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିବା ପାଇଁ ଯାଇଥାନ୍ତେ। ଆଉ ଏପଟେ ଯାହା ହେଇଗଲା ଆପଣମାନେ ମୁଣ୍ଡରେ ହାତ ଦେଇ ବସିବେ ଏବଂ ପାଦ ତଳୁ ମାଟି ଖସିଯିବ। ଛୋଟ ଝିଅଟି କାନ୍ଦୁଛି। ଏପଟେ ସମସ୍ତେ ବାହାରୁ ଆସିଛନ୍ତି। ଚିହ୍ନା ଜଣା କେହି ନାହାନ୍ତି। କାହାକୁ ବା କହିବେ? ଭୋରୁ ଗାଡ଼ି ମଧ୍ୟ ଯାଉନାହିଁ। ହଠାତ୍ ପିପିଲି ମଙ୍ଗଳପୁର ପାଖରେ ଗାଡ଼ିଟି ହଠାତ୍ ଡିଭାଇଡରରେ ପିଟି ହେଇଗଲା। ଯେତେବେଳେ ପିଟି ହେଇଗଲା ସେଇ ସମୟରେ 6 ଜଣ ଯାକ ଏପଟ ସେପଟ ହୋଇଗଲେ। କ'ଣ କରିବେ କେହି କିଛି ଜାଣିପାରୁନଥିଲେ। ହଠାତ୍ କାରଟି ଓଲଟି ପଡ଼ିଲା। କାହାର ଗୁଣ୍ଡ ହୋଇଗଲା, କାହାର ହାତ କାହାର ଗୋଡ଼ ଭାଙ୍ଗିଗଲା। ସେଇ ସକାଳୁ ଶବ୍ଦ ଜୋରରେ ଚିଲଉଥାନ୍ତି ଏବଂ ଏପଟେ ଚିଲେଇ ଲୋକମାନେ ଦେଖିଲା ବେଳକୁ ହଠାତ୍ କାରଟି ଏମିତି ଅବସ୍ଥା। ମଙ୍ଗଳପୁରରୁ ଗାଁ ଲୋକ କିଛି ଆସିଲେ ଏବଂ ସାହାଯ୍ୟ ମଧ୍ୟ କଲେ। ଏବଂ ତାଙ୍କ ଭିତରୁ ଯେଉଁ 2 ଜଣ ଜଗନ୍ନାଥଙ୍କ ଭକ୍ତ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଯୋଗୁରୁ ଆଜି ଏମିତି ରକ୍ଷା ପାଇଗଲେ। ବିହାରରୁ ସେ ନିଜେ ନିଜ ଜୀବନ ଦାନ କରିବେ ବୋଲି କହିଥିଲେ ଏବଂ କହିଥିଲେ ଯେ ମୋ ଜୀବନ ଥିଲା ପର୍ଯ୍ୟନ୍ତ ମୁଁ ପୁରୀରେ ରହିବି ଏବଂ ସ୍ୱର୍ଗ ଦ୍ୱାରରେ ହିଁ ମୋ ଶେଷ ଜୀବନ ଯିବ। 2 ଜଣଙ୍କ ଭିତରୁ ଜଣେ ଏମିତି କହିଥିଲେ। ଆଉ ସତକୁ ସତ ଏମିତି ଆକ୍ସିଡେଣ୍ଟ ହୋଇଗଲା। ଗାଁ ଲୋକ 6 ଜଣକୁ ନେଇ ମେଡ଼ିକାଲରେ ଭର୍ତ୍ତି କଲେ। କୁନି ଝିଅଟି କାନ୍ଦୁଥାଏ। କିଏ ବା କ'ଣ କରିବ? ଭଗବାନ ଯଦି ଅଛନ୍ତି ସତରେ ନିଶ୍ଚିନ୍ତ ରକ୍ଷା କରିବେ। ପ୍ରକୃତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯେଉଁ ଆସିଥିଲେ 6 ଜଣଙ୍କ ଜୀବନ ବଞ୍ଚିଯାଇଛି। ଏତେ ବଡ଼ ଆକ୍ସିଡେଣ୍ଟ ସତ୍ତ୍ୱେ ମଧ୍ୟ ବଞ୍ଚିଯାଇଛି। କାହିଁକି ନା ଯେଉଁ 2 ଜଣ ଜଗନ୍ନାଥ ପ୍ରେମୀ ଆସିଥିଲେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଥିଲେ। ଆଉ ପ୍ରକୃତରେ ସେମାନେ ଭାବିଥିଲେ ଯେ ଆମେ ଏଇଠି ହିଁ ରହିଯିବା। କାହିଁକି ନା ଜଗନ୍ନାଥ ଧାମକୁ ଆସିଲେ ଘରକୁ ଯିବା ପାଇଁ ଇଚ୍ଛା ହେଉନି। ସେଥିପାଇଁ ସେ 4 ଜଣ କହିଲେ ଠିକ୍ ଅଛି ତମେ ଯଦି କହୁଛ ଆମେ ଯିବା। ଏମିତି କଥାବାର୍ତ୍ତା ହେଇ ଆସିଥିଲେ। ସିଧା ମେଡ଼ିକାଲରେ ଏବେ ପଡ଼ିଛନ୍ତି ଆଉ ଜୀବନ ସହିତ ଲଢ଼େଇ କରୁଛନ୍ତି। ହୁଏତ ଆଜି ତାଙ୍କ ଜୀବନ ବଞ୍ଚିଯାଇଛି କିନ୍ତୁ କାହାର ଗୋଡ଼ ହାତ ଭାଙ୍ଗି ଯାଇଛି। ପ୍ରଭୁ ଜଗନ୍ନାଥ ରକ୍ଷା କରିଛନ୍ତି। କାହାର ଜୀବନ ନେଇନାହାନ୍ତି। ସମସ୍ତେ ଭଲରେ ଅଛନ୍ତି। ଆଉ କୁନି ଝିଅଟି କାନ୍ଦୁଛି। ଲୋକମାନେ ଦେଖିକି ଆଶ୍ଚର୍ଯ୍ୟ। ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହେଇନି। ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛା, ସବୁ ସେଇ ଜଗାର ଡୋରି। ଏତେ ବାଟରୁ ଆସିଲେ ଏଇଠି ହିଁ ଆକ୍ସିଡେଣ୍ଟ ହେବାର ଥିଲା। ଭଗବାନ ରକ୍ଷା କରିଦେଲେ। ହେ ପ୍ରଭୁ ହେ ଜଗନ୍ନାଥ ତମେ ହିଁ ସାହା ଭରସା। ସତକୁ ସତ ଏବେ ମେଡ଼ିକାଲରେ ଟ୍ରିଟମେଣ୍ଟ ହେଉଛନ୍ତି ଏବଂ ସମସ୍ତେ ଭଲରେ ଅଛନ୍ତି। ତେବେ ଇଏ ଗୋଟିଏ ଛୋଟିଆ କାହାଣୀଟେ। କାରଣ ସେ ନିଜେ ହିଁ ଆସିକି ସବୁ କହିଛନ୍ତି। ତାଙ୍କ ଭିତରୁ ଜଣେ ସୁସ୍ଥ ଅଛନ୍ତି ଏବଂ ସବୁ କଥା କହିଛନ୍ତି। ପ୍ରକୃତରେ ଯଦି ହୃଦୟରୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, ପ୍ରେମ କରନ୍ତି, ନିଶ୍ଚିନ୍ତ ଜଗନ୍ନାଥ ଶୁଣିବେ। ସେଇଥିପାଇଁ ଆପଣମାନେ ଥରେ କହିଦିଅନ୍ତୁ ଜୟ ଜଗନ୍ନାଥ।